শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবত ষষ্ঠ স্কন্ধ পঞ্চম অধ্যায়। পঞ্চমে নারদর কূট বচনে পড়ি পুত্র নষ্ট। হেবার জানি দক্ষ ক্রোধে সাপ যে বিহিলে নারদে। শ্রীশুক উবাচ বিষ্ণু মায়ার ପ୍ରଭାବରୁ ପଞ୍ଚଜନ କନ୍ୟା ଗର୍ଭରୁ ହର୍ଯସ୍ୱ ନାମରେ ଅୟୁତ ସେ ଦକ୍ଷ ଜନ୍ମାଇଲେ ସୁତ। ପୃଥକ ଭାବ ତାଙ୍କ ନାହିଁ ସକଳେ ଧର୍ମଶୀଳ ହୋଇ ପିତାର ଆଜ୍ଞା ଘେନି ଶିରେ ପ୍ରଜା ସର୍ଜନ କରିବାରେ ପଶ୍ଚିମ ଦିଗକୁ ଗମିଲେ। ସେଠାରେ ତୀର୍ଥେକ ଦେଖିଲେ ଜାନାମ ନାରାୟଣ ସର ସଙ୍ଗମେ ସେ ସିନ୍ଧୁ ସାଗର। ସିଦ୍ଧ ମୁନିରେ ଯେ ସେବିତ ସ୍ପରଶେ ପାପ କରେ ହତ। ସେ ସରୋବରକୁ ସେ ଯାଇ ପରମହଂସ ଧର୍ମ ବହି ଯନ୍ତ୍ରିତ ସେ ପିତା ଜ୍ଞାରେ ନାନା ଉଗ୍ର ତପସ୍ୟା ଥିଲେ। ପ୍ରଜାର ବୁଦ୍ଧି କାମ କଲେ ତପସାଧନେ ମନ ଦେଲେ। ନାରଦ ଆସି ତତ୍କ୍ଷଣ କହିଲେ ଅମୃତ ସମାନ। ହର୍ଯସ୍ୱେ ଶୁଣ ମୋ ଉତ୍ତର କେମନ୍ତେ ତୁମ୍ଭେ ପ୍ରଜା କର। ପୃଥ୍ୱୀର ପରିମାଣ କାହିଁ କେବେ କି ଦେଖିଅଛ କେହି। ତୁମ୍ଭେ ବାଳକ ବୁଦ୍ଧି କର ସୃଷ୍ଟି କରିବାକୁ ବିଚାର। ଏକ କୋଟି ଯେ ରାଜ ଅଛି ଏକ ପୁରୁଷ ତହିଁ ଅଛି। ଗୌହର ଗୋଟିଏ ଅଛଇ ଯହିଁରୁ କେହି ନ ଫେରାଇ। ବହୁ ରୂପର ସ୍ତ୍ରୀ ଏକ ଅଛି ପୁଂସଳୀ ପତି ଏକ। ନଦୀଏ ବହେ ବେନିଆଡ଼େ ଘର 25 ପଦାର୍ଥରେ। ବିଚିତ୍ର ନାଦ ହଂସାର ପଦାର୍ଥ ଅଛଇ ଅପର। ଖୁର ବଜ୍ରରେ ଗଢ଼ା ହୋଇ ନିରତେ ଭ୍ରମଣ କରଇ। ତୁମ୍ଭେ ହୋ ନ ଜାଣ ଏ ମାନ ନ ବୁଝି ପିତାର ବଚନ। କିପରି ସୃଷ୍ଟି କରିବାରେ ମନ ବଳାଅ ବିଚାରେ। ନାରଦ ତହୁଁ କୁଟବାଣୀ ହର୍ଯସ୍ୱେ ଶୁଣି ମନେ ଗୁଣି। ନିର୍ମଳ ବୁଦ୍ଧି ତାହାଙ୍କର ଏମନ୍ତ କରନ୍ତି ବିଚାର। ଜୀବ ପୃଥିବୀ ନାମ ହୋଇ ଅନାଦି ବାସନାକୁ ପାଇ। ଯେଣୁ ଏ ବହଇ ଶରୀର କାରଣ ଯେ ଆତ୍ମା ବନ୍ଧର। ଅଦୃଶ୍ୟ ଏହାର ନିର୍ବାଣ ତେଣୁ ନ ଜାଣି ପରିମାଣ। ଅସତ କର୍ମ ପ୍ରବର୍ତ୍ତନେ କି ଅର୍ଥ ଲାଭ ଏ ସାଧନେ। ଏକ ପୁରୁଷ ସେ ଈଶ୍ୱର ସମସ୍ତ ସାକ୍ଷୀ ସେ ରାଜ୍ୟର। ନିତ୍ୟ ମୁକତ ଭଗବାନ ତେଣେ ତ ନାହିଁ ଆମ୍ଭ ଜ୍ଞାନ। ପୁରୁଷ ଯହିଁ ପ୍ରବେଶିଲେ ବାହୁଡ଼ି ନ ଆସଇ ଭଲେ। ପାତାଳ ଗତି ପ୍ରାୟ ହୋଇ ଜ୍ୟୋତି ସ୍ୱରୂପ ବ୍ରହ୍ମମୟୀ। ତହିଁରେ ଆମ୍ଭ ନାହିଁ ଜ୍ଞାନ ଏ ସୃଷ୍ଟି କର୍ମେ କି କାରଣ। ଏ ବୁଦ୍ଧି ନାନା ମାର୍ଗେ ଯାଇ ଆତ୍ମା କାରଣ ନ ଜାଣଇ। ରଜତ ମରେ ବିମୋହିତ ପୁଂସଳୀ ପରାଏ ଚରିତ।
ପୁଂସଳୀ ସଙ୍ଗେ କରି ଭାବ କେବଳ ଶ୍ରମ ମାତ୍ର ଲାଭ ଉଚିତ ଭାର୍ଚା ଗୃହୀ ଜେହ୍ନେ ନିରତେ ବଞ୍ଚଇ କଷଣେ ଏଣୁ ଅସତ ବିବେକ କର୍ମେ ବାକି ଲାଭ ଅଧିକ ଜନ୍ମ ମରଣ ବେନି ଦିଗେ ମାୟା ନଦୀ ଯେ ବহে ବେগে ତହିଁ ପଡ଼ିନ ଜୀବ ଭ୍ରମେ କି କାର୍ଯ୍ୟ ଅସତ କରମେ 25 ତତ୍ତ୍ୱେ ଗଢ଼ା ଦେହ ଶ୍ରୀହରି ତହିଁର ଆଶ୍ରୟ ତାହାଙ୍କୁ ନ ଜାଣି ନ ଫଲେ କି ଲାଭ ତୁଚ୍ଛା କର୍ମ କଲେ ବିଚିତ୍ର ନାଦ ହଂସ ସେହି ଅଧ୍ୟାତ୍ମ ଶାସ୍ତ୍ର ଯେ ବୋଲାଇ ତହିଁର ତତ୍ତ୍ୱ ନ ଜାଣିଲୁ ଅସତ କର୍ମରେ ଫୁଟିଲୁ ଯାଚକ୍ର ତୀକ୍ଷ୍ଣ ଖୁର ଧାର ବଜ୍ରୁ କଠିନ ଯେହୁ କାଳ ସ୍ୱତନ୍ତ୍ରେ କରଇ ଭ୍ରମଣ ଜଗତ କରେ କରସଣ ତାହାର ଗତି କି ନ ବୁଝି ଅସତ କର୍ମେ କିମ୍ପା ମଜି ଅଧ୍ୟାତ୍ମ ଶାସ୍ତ୍ର ପିତା ସମ ନ ବୁଝି ତାହାର ମରମ ପ୍ରବୃତ୍ତି ମାର୍ଗେ କରି କର୍ମ କିମ୍ପା ହୋଇବା ତୁଚ୍ଛା ଭ୍ରମ ଏମନ୍ତ ମନେ ବିଚାରିଲେ ହର୍ଯସ୍ୱ ଏକ ଚିତ ହେଲେ ନାରଦେ କରି ପ୍ରଦକ୍ଷିଣ ଗଲେ ଅନିବର୍ତ୍ତେ ପଥେଣ ଅଚ୍ୟୁତ ବ୍ରହ୍ମ ହୃଷିକେଶ ଅଖିଳ ପ୍ରଭୁ ପିତବାସ ଅଭୟ ପାଦ ପଙ୍କଜରେ ଅଖଣ୍ଡ ଚିତ ହୋଇ ସ୍ଥିରେ ଆନନ୍ଦ ହୋଇ ମୁନିବର ଗମନ କଲେ ନିଜପୁର ସୁତମାନଙ୍କ ନାଶ ଶୁଣି ନାରଦ କୃତ ବୋଲି ଜାଣି ପୁତ୍ରଙ୍କ ଗୁଣ ସୁମରିଲେ ଦକ୍ଷ ଅନେକ ଶୋକ କଲେ ଅଜଙ୍କ ବାକ୍ୟେ ଶାନ୍ତ ହୋଇ ପୁଣି ହିଁ ଅସିଗ୍ନିରତ ହିଁ ବୀର୍ଯ୍ୟ ଆଧାନ କଲେ ଦକ୍ଷ ପୁତ୍ର ଜନ୍ମିଲେ ସବଳାଶ୍ୱ ସହସ୍ର ପରିମିତ ହୋଇ ସର୍ବେ ଜନ୍ମିଲେ ଦେହ ବହି ପିତାର ଆଜ୍ଞାକୁ ଧଇଲେ ପ୍ରଜା ସର୍ଜନେ ମନ ଦେଲେ ଏ ନାରାୟଣ ସରୋବର ତହିଁକି ଗଲେ ଖରତର ସେ ତୀର୍ଥ ସ୍ପରଶ ମାତ୍ରକେ ଧୌତ ହୋଇଲେ ପାତକେ ପରମ ବ୍ରହ୍ମ ଜପ କରି ମହତ ତପକୁ ଆଚରି କେତେ ଦିନ ନିରାହାରେ ବଞ୍ଚିଲେ ପବନ ଆହାରେ ଏମନ୍ତ କରି ଆରାଧନ ସ୍ମରଣ କଲେ ନାରାୟଣ ଓಂ ନମୋ ପ୍ରଭୁ ଭଗବାନ ଓಂ ନମୋ ପ୍ରଭୁ ନାରାୟଣ ଅଶେଷ ପୁରୁଷ ପୁରାଣ ଅନାଦି ପ୍ରଭୁ ନିରଞ୍ଜନ ବିଶୁଦ୍ଧ ସତ୍ୱ ମହାହଂସ ନମସ୍ତେ ପ୍ରଭୁ ହୃଷିକେଶ ଏମନ୍ତ ପ୍ରକାରେ ରାଜନ ପ୍ରଜା ନିମିତ୍ତେ ଦେଇ ମନ ତପସ୍ୟା କରୁଥିଲେ ତହିଁ ନାରଦ ମୁନି ତାଙ୍କୁ ଚାହିଁ କପଟ କରିଣ ବଚନ ବୋଇଲେ ଶୁଣ ଋଷିଗଣ ଉଦ୍ଦେଶ ଭାଇ ମାନଙ୍କର କି ପାଇଁ ତୁମ୍ଭେ ନ କର ଭାତୃବତ୍ସଳ ତୁମ୍ଭେ ମାନେ ଏ କର୍ମ କରୁଛ କେଶନେ ଭାଇର ଦୁଃଖେ ଯେହୁ ଦୁଃଖୀ ସେ ପ୍ରାଣୀ ସର୍ବକାଳେ ସୁଖୀ ତାହାକୁ ପୁଣ୍ୟବନ୍ତ କହି ଦେବଙ୍କ ସଙ୍ଗେ ସ୍ୱର୍ଗେ ଯାଇ ଏମନ୍ତ କହି ତାଙ୍କ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ ସେ ପୁଣି ଭାଇ ମାନଙ୍କର
ଉଦ୍ଦେଶ୍ୟ ଗଲେ ନୃପବର ଭାଇର ক্ষোভে যেতে ଗଲେ ଅଦ୍ୟାପି ନିବୃତ ନହିଲେ ପଶ୍ଚିମ ରାତ୍ରି ପ୍ରାୟ ହୋଇ ନିବୃତ୍ତି ତାଙ୍କ ଆର କାହିଁ ଏକାଳେ ଉତ୍ତପାତ ବହୁ ଦକ୍ଷ ଜାଣିଲେ ପୁଣି ତହୁଁ ପୁତ୍ରମାନଙ୍କ ନାଶ ଶୁଣି ନାରଦ କୃତ ବୋଲି ଜାଣି ପୁତ୍ର ଶୋକରେ ମୋହି ହୋଇ ନାରଦେ ଅତି କ୍ରୋଧ ବହି ନାରଦ ନିକଟେ ମିଳିଲେ ଦେଖି ନାରଦ ଭୟ କଲେ କିପାଇଁ କ୍ରୋଧରେ ଅଧର ନାରଦେ ବୋଲନ୍ତି ଉତ୍ତର ଦକ୍ଷ ଉବାଚ ଅହୋ ସାଧୁ ସାଧୁଙ୍କର ଚିହ୍ନକୁ ବହୁ ଅଙ୍ଗେ ତୋର ଯେଣୁ ମୋ ବାଳକଙ୍କୁ ତୁହି ଭିକ୍ଷୁକ ମାର୍ଗକୁ ଦେଖାଇ ତିନି ଋଣରୁ ଯେ ଅମୁକ୍ତ ନୋହିଛି କର୍ମ ସମାପତ ଶ୍ରେୟ କାରଣ ତାଙ୍କ ତପ କିମ୍ପା ତୁ ନଷ୍ଟ କଲୁ ପାପ କେମନ୍ତେ ଭକ୍ତ ବୋଲି ତୋତେ ସକଳେ ବୋଲନ୍ତି ଜଗତେ ଈଶ୍ୱର ପାରିଷଦ ହେଉ ମନ୍ଦ କର୍ମରେ ନିତ୍ୟ ଥାଉ ଯେ ଜନ ବିଷ୍ଣୁ ଭକ୍ତ ହୋଏ ପ୍ରାଣୀଙ୍କୁ କରଇ ସଦଏ ତୁ ମିତ୍ର ଦ୍ରୋହୀ ପାପୀ ହେଉ ଏ କର୍ମ করে ଅବା କେହୁ ନିବୈର ଠାରେ ଶତ୍ରୁପଣ କିମ୍ପାଇଁ କଲୁ ଅକାରଣ ସୁହୃଦ ଲୋକେ କ୍ରୋଧ ଭର ତୋ ତହୁଁ ନାହିଁ ନା ଅପର ପ୍ରାଣୀମାନଙ୍କ ସ୍ନେହ ପାଶ ଏ ରୂପେ ନୁହଇ ବିନାଶ କଠୋର ବୈରାଗ୍ୟ ସାଧନ ଯହିଁ ସ୍ନେହ ପାଶ ଛେଦନ ବିଷୟ କର୍ମ ଯେହୁ ଜନ ନ ଜାଣି করে ଅନୁମାନ ଏମନ୍ତ ଅଳ୍ପ ବୁଦ୍ଧିମାନେ ହିତ ହିତକୁ ନ ଜାଣେ ତୁ ଯେଉଁ କାରଣରୁ କରି ସାଧୁଙ୍କ ଅପରାଧ ଆଚରି ସ୍ୱକର୍ମ ବଦ୍ଧ ଗୃହ ମେଧି ପରର ହିତେ ଯାର ବୁଦ୍ଧି ତାଙ୍କୁ ଅମାର୍ଗ ଦେଖାଇଲୁ ବାରେକ ଆମ୍ଭେ ତା ସହିଲୁ ମୂଢ଼ ତୁ ଆମ୍ଭ ସାପୁ କରି ଲୋକର ମଧ୍ୟରେ ବିହରି ଭ୍ରମଣ କରୁଥିବୁ ତୁହି ସ୍ଥିତି ନୋହିବ ତୋର କାହିଁ ଶ୍ରୀ ଶୁକ ଉବାଚ ଅସ୍ତୁ ବୋଲିଣ ସାପ ଘେନି ସାଧୁ ଜନ ନାରଦ ମୁନି ଏଣୁ କରି ସେ ସାଧୁବାଦ সকল ବୋଲନ୍ତି ନାରଦ ସେ ସେହି ରୂପେ ତା ଘେନିଲେ ଦକ୍ଷ ଯେ ବଣ ସାପ ଦେଲେ ନାରଦ ସାପ କର୍ମବାଣୀ ଶୁଣି ସଂସାରୁ ତର ପ୍ରାଣୀ ବୋଲଇ ଦାସ ଜଗନ୍ନାଥ
ସଂସାର ହିତେ ଭାଗବତ ଇତି ଶ୍ରୀମଦ୍ ଭାଗବତୀ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ନାରଦ ଶାପ ନାମ ପଞ୍ଚମ ଅଧ୍ୟାୟ।